ଗବେଷକଙ୍କ ବିଚାରବୋଧରେ ଓଡ଼ିଆ ସାହିତ୍ୟ ଇତିହାସର ଯୁଗ ବିଭାଜନ। ଊନବିଂଶ ଶତାବ୍ଦୀର ଶେଷ ଭାଗ ଆଡ଼କୁ ବିଦେଶୀ ଶାସକ ଇଂରେଜମାନଙ୍କ ଦ୍ୱାରା ଓଡ଼ିଆ ସାହିତ୍ୟ ଇତିହାସ ରଚନା କରିବା ପାଇଁ ପ୍ରାଥମିକ ପ୍ରଚେଷ୍ଟା ଆରମ୍ଭ ହୋଇଥିଲା। ସେ ସମୟରେ ଇଂରେଜ ଶାସନ ପରିଚାଳନା ପାଇଁ ଯେଉଁ ସରକାରୀ କର୍ମଚାରୀମାନେ ନିଯୁକ୍ତି ପାଇଥିଲେ ସେମାନଙ୍କୁ ଏହି ଦେଶର ପ୍ରତ୍ୟେକ ଅଞ୍ଚଳର ଇତିହାସ, ଭୂଗୋଳ, ସାହିତ୍ୟ, ସଂସ୍କୃତି ଏବଂ ଧର୍ମ ସମ୍ପର୍କରେ ଜ୍ଞାନ ଆହରଣ କରିବାକୁ ପଡୁଥିଲା। କାରଣ ଶାସିତର ରାଜନୀତି, ସମାଜ ଓ ସଂସ୍କୃତିକୁ ନ ଜାଣିଲେ ଶାସକ ଉପଯୁକ୍ତ ଭାବରେ ନିଜର କର୍ତ୍ତବ୍ୟ ସମ୍ପନ୍ନ କରିପାରିବେ ନାହିଁ। ସେଥିପାଇଁ ସେମାନେ ଦେଶର ବିଭିନ୍ନ ଅଞ୍ଚଳଭିତ୍ତିକ ଗେଜେଟିୟରମାନେ ପ୍ରକାଶ କରିଥିଲେ। ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ବେଳକୁ ଓଡ଼ିଆ ଭାଷା ବିଲୋପ କରି ତା ପରିବର୍ତ୍ତେ ବଙ୍ଗ ଭାଷା ପ୍ରଚଳନ କରିବା ପାଇଁ ଯେଉଁ ହୀନ ଉଦ୍ୟମ ଆରମ୍ଭ କରାଯାଇଥିଲା, ସେଥିରୁ ପ୍ରମାଣିତ କରିବାକୁ ଚେଷ୍ଟା କରାଯାଇଥିଲା ଯେ ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷାର ଉପଯୁକ୍ତ ପାଠ୍ୟପୁସ୍ତକ ନାହିଁ। ଓଡ଼ିଆ ଭାଷାର ସାହିତ୍ୟିକ ସମ୍ପଦ ଖୁବ୍ ଗଣନୀୟ। ଓଡ଼ିଆ ଭାଷାର ସାହିତ୍ୟିକ ସଂଖ୍ୟା ମଧ୍ୟ ଖୁବ୍ କମ୍। ଏହି ଚେତନା ବିରୁଦ୍ଧରେ ସେତେବେଳେ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ଆନ୍ଦୋଳନର ଫଳଶ୍ରୁତି ସ୍ୱରୂପ ଓଡ଼ିଆ ଭାଷାର କେବଳ ପ୍ରଚୁର ପାଠ୍ୟପୁସ୍ତକ ଲିଖିତ ହେଲା ନାହିଁ ବର ଓଡ଼ିଆ ସଭ୍ୟତା, ସଂସ୍କୃତି, ସମାଜ ଓ ସାହିତ୍ୟ ସମ୍ପର୍କରେ ମଧ୍ୟ ତତ୍କାଳୀନ ପତ୍ର-ପତ୍ରିକାରେ ବହୁ ଉଚ୍ଚମାନର ଗବେଷଣାଧର୍ମୀ ପ୍ରବନ୍ଧମାନ ପ୍ରକାଶିତ ହେଲା। ଏହି କ୍ରମରେ ବହୁ ଦେଶୀ ଓ ବିଦେଶୀ ପଣ୍ଡିତ ଓଡ଼ିଶାର ଇତିହାସ ଓ ଓଡ଼ିଆ ସାହିତ୍ୟର ଇତିହାସ ଲେଖିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ସେମାନଙ୍କ ପ୍ରଚେଷ୍ଟା ଫଳରେ ଓଡ଼ିଆ ଭାଷା ଓ ସାହିତ୍ୟ ତାର ଅସ୍ତିତ୍ୱକୁ ପ୍ରମାଣିତ କରିବାକୁ ସକ୍ଷମ ହୋଇଥିଲା। ଏ ଦିଗରେ ସର୍ବମାନ୍ୟ ବିଦେଶୀ ଇଂରାଜୀ ସାହେବ ହେଉଛନ୍ତି ସାର୍ ଉଇଲିୟମ ୱିଲସନ ହଣ୍ଟର। ସେ ଓଡ଼ିଆ କବି ଓ କୃତି ସମ୍ପର୍କରେ ସଂକ୍ଷିପ୍ତ ସମାଲୋଚନାତ୍ମକ ଟିପ୍ପଣୀ ସହିତ ସଂଗୃହୀତ ଅନ୍ୟାନ୍ୟ ତଥ୍ୟ ପରିବେଷଣ କରି ଓଡ଼ିଆ ସାହିତ୍ୟର ବିସ୍ତୃତ ଓ ପୂର୍ଣ୍ଣାଙ୍ଗ ଇତିହାସ ରଚନା କରିବା ଦିଗରେ ଥିଲେ ପ୍ରଥମ ପଥପ୍ରଦର୍ଶକ। 1. ସାର୍ ଉଇଲିୟମ ୱିଲସନ ହଣ୍ଟର। ଖ୍ରୀଷ୍ଟାବ୍ଦ 1872ରେ ହଣ୍ଟରଙ୍କ ଓଡ଼ିଶାର ଇତିହାସ ଗ୍ରନ୍ଥଟି ଦୁଇଟି ଭାଗରେ ପ୍ରକାଶିତ ହୁଏ। ଏହି ଗ୍ରନ୍ଥର ଦ୍ୱିତୀୟ ଖଣ୍ଡର ପରିଶିଷ୍ଟ ପୃଷ୍ଠା ନଂ 199-210ରେ ସ୍ଥାନିତ। ଶୀର୍ଷକ ଲେଖାରେ "ଦ ଲିଟରେଚର ଅଫ ଓଡ଼ିଶା" ଶୀର୍ଷକ ଲେଖାରେ ଓଡ଼ିଆ ସାହିତ୍ୟର ଏକ ଐତିହାସିକ ଆକଳନ ପ୍ରକାଶିତ ହୋଇଥିଲା। ଏଥିରେ ହଣ୍ଟର ସାହେବ ପ୍ରାଚୀନ କାଳଠାରୁ ଆରମ୍ଭ କରି ସେ ପର୍ଯ୍ୟନ୍ତ ରଚିତ ବହୁ ଗ୍ରନ୍ଥର ନାମ ଉଲ୍ଲେଖ କରିଛନ୍ତି। ଏଥିରେ ସେ ସର୍ବମୋଟ 107 ଜଣ ଓଡ଼ିଆ ସାହିତ୍ୟିକଙ୍କ ପରିଚୟ ପ୍ରଦାନ କରି ସେମାନଙ୍କ ସାରସ୍ୱତ କୃତି ସମୂହର ନାମୋଲ୍ଲେଖ କରିଛନ୍ତି। ଏହାଛଡ଼ା 47ଟି ସାହିତ୍ୟକୃତି ପାଣ୍ଡୁଲିପିର ନାମ ଉଲ୍ଲେଖ କରିଛନ୍ତି, ଯେଉଁଗୁଡ଼ିକରେ ଲେଖକଙ୍କ ନାମ ଉଲ୍ଲେଖ ନାହିଁ। ବିଶେଷ କରି ଇଂରାଜୀ ବର୍ଣ୍ଣମାଳା ଅନୁକ୍ରମରେ କବିମାନଙ୍କର ସୂଚୀ ଏଥିରେ ପ୍ରଦତ୍ତ ହୋଇଛି। ଏଥିରେ ହଣ୍ଟର ସାହେବ ଓଡ଼ିଆ ସାହିତ୍ୟର କାଳକୁ ଭାଗ କରି ଆଲୋଚନା କରିବାର ଅବକାଶ ପାଇନାହାନ୍ତି। ଅବଲୁପ୍ତ କିମ୍ବା ଲୁପ୍ତପ୍ରାୟ ଗ୍ରନ୍ଥ ଉଦ୍ଧାର କରି ଓଡ଼ିଆ ସାହିତ୍ୟ ସମ୍ବନ୍ଧରେ ପ୍ରାପ୍ତ ତଥ୍ୟକୁ ପଣ୍ଡିତମାନଙ୍କ ଆଗରେ ଉପସ୍ଥାପିତ କରିବା ହିଁ ଥିଲା ତାଙ୍କର ପ୍ରଧାନ ଉଦ୍ଦେଶ୍ୟ। ଏଥିରେ ସ୍ୱାଭାବିକ ତ୍ରୁଟି ବିଚ୍ୟୁତି ଥିବା ସତ୍ତ୍ୱେ ହଣ୍ଟରଙ୍କ ଓଡ଼ିଶା ଗ୍ରନ୍ଥରେ ସନ୍ନିବିଷ୍ଟ ହୋଇଥିବା କବି ତାଲିକା ଯଥାର୍ଥରେ ପରବର୍ତ୍ତୀ ସାହିତ୍ୟର ଇତିହାସ ରଚନାକାରୀଙ୍କ ପାଇଁ ଥିଲା ପ୍ରେରଣାର ଉତ୍ସ। ତାରିଣୀଚରଣ ରଥଙ୍କ ଭାଷାରେ ଓଡ଼ିଶାର ସୁପ୍ରସିଦ୍ଧ ଇତିହାସ ଲେଖକ ହଣ୍ଟର ସାହେବ ତାଙ୍କର ପୁସ୍ତକର ଶେଷ ଭାଗରେ କେତେକ ଓଡ଼ିଆ ଲେଖକ ଓ ଗ୍ରନ୍ଥମାନଙ୍କର ନାମ ଉଲ୍ଲେଖ କରି ନ ଥିଲେ ବୋଧହୁଏ ଆମ୍ଭେମାନେ ସେମାନଙ୍କ ମଧ୍ୟରୁ ଅନେକଙ୍କ ନାମ ସୁଦ୍ଧା ଭୁଲିଯାଇଥାନ୍ତୁ। 5. ରଥ ତାରିଣୀଚରଣ ଉତ୍କଳ ସାହିତ୍ୟ। 2ରେ ଅଛନ୍ତି ଜନ୍ ବିମ୍ସ। 1872 ମସିହାରେ ଜନ୍ ବିମ୍ସ ଇଣ୍ଡିଆନ ଆଣ୍ଟିକ୍ୱାରୀ ପତ୍ରିକାର ମାର୍ଚ୍ଚ
ସଂଖ୍ୟାର ଭଲ୍ 1ରେ ପ୍ରକାଶିତ ଇଣ୍ଡିଜିନିୟସ୍ ଲିଟରେଚର୍ ଅଫ୍ ଓଡ଼ିଶା, ଓଡ଼ିଶାର ଦେଶୀୟ ସାହିତ୍ୟ ଶିରୋନାମାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରବନ୍ଧରେ ଓଡ଼ିଆ ସାହିତ୍ୟର ପ୍ରାଚୀନ ଯୁଗର କେତେକ କବି ଓ ସେମାନଙ୍କ ସାରସ୍ୱତ କୃତିଗୁଡ଼ିକୁ ସ୍ଥାନିତ କରିଛନ୍ତି। ସେ ସମୟରେ କୃତିଗୁଡ଼ିକୁ ଐତିହାସିକ କିମ୍ବା ସାହିତ୍ୟିକ ଦୃଷ୍ଟିକୋଣରୁ ବିଚାର କରିନାହାନ୍ତି। 3ରେ ଗୋବିନ୍ଦ ଚନ୍ଦ୍ର ମହାପାତ୍ର। 1894 ମସିହାରେ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଉତ୍କଳ ପ୍ରଭା 3/5 ସଂଖ୍ୟାର ପ୍ରାଚୀନ କବି ବୃତ୍ତାନ୍ତ ଶିରୋନାମାରେ ଉପେନ୍ଦ୍ର ଦୀନକୃଷ୍ଣ ଅଭିମନ୍ୟୁ ବିଶ୍ୱନାଥ ଖୁଣ୍ଟିଆ କୃଷ୍ଣ ସିଂହ ଜଗନ୍ନାଥ ଦାସ ଲୋକନାଥ ବିଦ୍ୟାଧର ପ୍ରମୁଖ କବିମାନଙ୍କର ଜୀବନୀ ଓ କୃତିଗୁଡ଼ିକୁ ସମ୍ପର୍କରେ ଆଲୋଚନା କରିଛନ୍ତି। ଐତିହାସିକ ଓ ସାହିତ୍ୟ ଦୃଷ୍ଟିକୋଣରୁ ଶ୍ରୀ ମହାପାତ୍ରଙ୍କର ଏହି ପଦକ୍ଷେପ ସର୍ବପ୍ରଥମ। 4ରେ ରହିଛି କୃଷ୍ଣପ୍ରସାଦ ଚୌଧୁରୀ। 1896 ମସିହାରେ ଉତ୍କଳ ଦୀପିକାରେ କୃଷ୍ଣପ୍ରସାଦ ଚୌଧୁରୀ 138 ଜଣ କବିଙ୍କର ଏକ ତାଲିକା ପ୍ରକାଶ କରିଥିଲେ। 5. 1897 ମସିହା ଡିସେମ୍ବର ମାସରେ ଏସିଆଟିକ୍ ସୋସାଇଟିର ପତ୍ରିକା ଜର୍ନାଲ ଅଫ୍ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲରେ ଲାଙ୍ଗୁଏଜ ଆଣ୍ଡ ଲିଟରେଚର ଅଫ୍ ଓଡ଼ିଶା ପ୍ରବନ୍ଧରେ ମନମୋହନ ଚକ୍ରବର୍ତ୍ତୀ ଓଡ଼ିଆ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହାର ପ୍ରଥମ ଭାଗରେ ଓଡ଼ିଶାର ସଂସ୍କୃତ ସାହିତ୍ୟ ଓ ଦ୍ୱିତୀୟ ଭାଗରେ ଓଡ଼ିଆ ସାହିତ୍ୟ ସମ୍ପର୍କରେ ଆଲୋଚନା ହୋଇଛି। ଏଥିରେ କାଳ ବିଭାଗ, ବିଭିନ୍ନ କାଳର ସାହିତ୍ୟ, ସାମାଜିକ ଓ ସାଂସ୍କୃତିକ ପୃଷ୍ଠଭୂମି ସମ୍ବନ୍ଧରେ ବିକ୍ଷିପ୍ତ ସୂଚନା ଦିଆଯାଇଥିଲେ ମଧ୍ୟ ପ୍ରବନ୍ଧର ସାମାନ୍ୟ ପରିସର ମଧ୍ୟରେ କାଳ ବିଭାଗର ଯୌକ୍ତିକତା ଓ ଯଥାର୍ଥତା ପ୍ରତିପାଦନର ଅବକାଶ ନାହିଁ। ନମ୍ବର 6ରେ 1900 ମସିହାରେ ବ୍ୟାସକବି ଫକୀରମୋହନ ଉତ୍କଳ ସାହିତ୍ୟ ପତ୍ରିକାର 3ୟ ଭାଗରେ ଉତ୍କଳ ଭାଷାରେ ଦୂତ ଭବିଷ୍ୟତ ଶୀର୍ଷକ ଏବଂ ପ୍ରବନ୍ଧ ଲେଖିଥିଲେ, ଯେଉଁଥିରେ ସେ ଓଡ଼ିଆ ସାହିତ୍ୟକୁ ମରହଟ୍ଟା ଯୁଗ, ମୁସଲମାନ ଯୁଗ, ଇଂରେଜୀ ଯୁଗ ଓ ରେଭେନ୍ସା ଯୁଗ ଭାବରେ ଆଲୋଚନା କରିଛନ୍ତି। ରାଜନୀତିକ ପରିବର୍ତ୍ତନକୁ ନେଇ ଓଡ଼ିଆ ସାହିତ୍ୟର କାଳ ବିଭାଗ କରିବା ଦିଗରେ ଏହା ହିଁ ସର୍ବପ୍ରଥମ ଉଦ୍ୟମ। ନମ୍ବର 7 1903 ମସିହା ଉତ୍କଳ ସାହିତ୍ୟ 7/6 ସଂଖ୍ୟାରେ ମଧୁସୂଦନ ଦାସ ଓଡ଼ିଆ ଭାଷା ଓ ପ୍ରାଚୀନ ସାହିତ୍ୟ ଶୀର୍ଷକ ଆଲୋଚନାରେ ଓଡ଼ିଆ ସାହିତ୍ୟକୁ ମୋଟାମୋଟି ଭାବେ 3 ଭାଗରେ ବିଭକ୍ତ କରିଛନ୍ତି, ଯଥା 1ରେ ପୁରାଣ, 2ରେ କାବ୍ୟ, 3ରେ ବିବିଧ। ସେ ପୁରାଣ ଯୁଗକୁ ସାହିତ୍ୟକୁ ଭକ୍ତି ଯୁଗରେ ଓ କାବ୍ୟ ଯୁଗକୁ ସାହିତ୍ୟକୁ ପ୍ରେମ ଯୁଗରେ ଅନ୍ତର୍ଭୁକ୍ତ କରିଛନ୍ତି। ଆଧୁନିକ ସାହିତ୍ୟର ବହୁମୁଖୀନତା, ଉପନ୍ୟାସ, ଗଳ୍ପ, ନାଟକ, ପ୍ରବନ୍ଧ, ରମ୍ୟ ରଚନା ଇତ୍ୟାଦି କାରଣରୁ ସେ ଏହାକୁ ବିବିଧ ଯୁଗ ନାମରେ ମଧ୍ୟ ନାମିତ କରିଥିବାର ଅନୁମିତ ହୁଏ। 8. 1914 ମସିହାରେ ଉତ୍କଳ ସାହିତ୍ୟର ଇତିହାସରେ ଶ୍ରୀ ତାରିଣୀ ଚରଣ ରଥ ଓଡ଼ିଆ ସାହିତ୍ୟର ଆରମ୍ଭଠାରୁ ଆଜି ପର୍ଯ୍ୟନ୍ତ ସମୟକୁ ସ୍ଥଳତଃ 4ଗୋଟି ଯୁଗରେ ବିଭକ୍ତ କରିଛନ୍ତି, ଯଥା 1 ସାରଳା ବା ଆଦିମ ଯୁଗ ଖ୍ରୀଷ୍ଟାବ୍ଦ 1000ରୁ 1500, 2ରେ ଜଗନ୍ନାଥ ବା ବୈଷ୍ଣବ ଯୁଗ ଖ୍ରୀଷ୍ଟାବ୍ଦ 1500ରୁ 1700, 3ରେ ଉପେନ୍ଦ୍ର ବା କାବ୍ୟ ଯୁଗ ଖ୍ରୀଷ୍ଟାବ୍ଦ 1700ରୁ 1850, 4ରେ ରାଧାନାଥ ବା ଆଧୁନିକ ଯୁଗ ଖ୍ରୀଷ୍ଟାବ୍ଦ 1850। ଉପରୋକ୍ତ ଯୁଗ ବିଭାଜନ ପ୍ରକ୍ରିୟାକୁ ଦେଖିଲେ ସ୍ପଷ୍ଟ ଭାବେ ଅନୁମିତ ହୁଏ ଯେ ତାରିଣୀଚରଣ ଶ୍ରେଷ୍ଠ କବିଙ୍କ ନାମାନୁସାରେ ଏ ଯୁଗୀୟ ପ୍ରବୃତ୍ତି ଅନୁସରଣରେ ଏପରି ବିଭାଗୀକରଣ କରିଛନ୍ତି। 9. 1921ରୁ 1925 ଯଥାକ୍ରମେ 3ଟି ଭାଗରେ ପ୍ରକାଶିତ ଟାଇପିକାଲ ସିଲେକ୍ସନ ଫ୍ରମ୍ ଓଡ଼ିଆ ଲିଟରେଚର ଗ୍ରନ୍ଥର ମୁଖ୍ୟବୋଧରେ ଗବେଷକ ବିଜୟ ଚନ୍ଦ୍ର ମଜୁମଦାର ସମଗ୍ର ଓଡ଼ିଆ ସାହିତ୍ୟକୁ 4ଗୋଟି ବିଭାଗରେ କାଳାନୁକ୍ରମିକ କ୍ରମରେ ବିଭାଗୀକରଣ କରିଛନ୍ତି, ଯଥା ଇୟର୍ଲି ପୋଏମ୍ ପ୍ରଥମ ବିଭାଗ ଖ୍ରୀଷ୍ଟାବ୍ଦ 1450ରୁ 1568, ଇୟର୍ଲି ମେଡିଏଭଲ ପିରିୟଡ଼ ଦ୍ୱିତୀୟ ବିଭାଗ ଖ୍ରୀଷ୍ଟାବ୍ଦ 1569ରୁ 1750, ଡ୍ୟୁରିଂ
ମସଲେମ ରୋଲ। ପୋଏଟ୍ ଅଫ୍ ଦ ଲେଟର ତୃତୀୟ ବିଭାଗ ଖ୍ରୀଷ୍ଟାବ୍ଦ 1750 1803। ମେଡିଏଭାଲ ଅର ମାରାଠା ଟାଇମ। ମଡର୍ଣ୍ଣ ଲିଟରେଚର ଅଫ ଓଡ଼ିଶା ଚତୁର୍ଥ ବିଭାଗ ଖ୍ରୀଷ୍ଟାବ୍ଦ 1803। ଏହି କ୍ରମରେ ସେ କେଶବ କୋଇଲି ଠାରୁ ସୋନପୁର ରାଜାଙ୍କ ପର୍ଯ୍ୟନ୍ତ କାବ୍ୟ କବିତାର ବିଚାର କରିଛନ୍ତି। ତାଙ୍କ ମତରେ 1450 ପୂର୍ବରୁ ଓଡ଼ିଶାରେ ଓଡ଼ିଆ ସାହିତ୍ୟ କିଛି ନଥିଲା, କାରଣ ସେତେବେଳେ ଏଠାରେ ବଙ୍ଗଭାଷା ପ୍ରଚଳିତ ଥିଲା। ଏଥିରୁ ତାଙ୍କର ସୁସ୍ଥ ମାନସିକତା ପରିଚୟ ମିଳେ ନାହିଁ। କେବଳ ଓଡ଼ିଆ ସାହିତ୍ୟର ଦୁଚିରିକ ପରିଚୟ ଦେବାରେ ତାଙ୍କର ଯୁଗ ବିଭାଜନ ଆଧାରିତ ଥିଲା ବୋଲି ଗ୍ରହଣ କରାଯାଇପାରେ। 10. 1925 ମସିହାରେ ଶ୍ରୀ ଅପୂର୍ଣ୍ଣା ପଣ୍ଡାଙ୍କ ରଚିତ ଉତ୍କଳ ସାହିତ୍ୟର ଇତିହାସର ଦ୍ୱିତୀୟ ଭାଗରେ ସ୍ଥାନିତ କବି ଜୀବନୀରେ ଓଡ଼ିଆ ସାହିତ୍ୟକୁ ତିନି ଭାଗରେ ବିଭାଗୀକରଣ କରାଯାଇଛି, ଯଥା 1ରେ ପୌରାଣିକ ଯୁଗ, 2ରେ କାବ୍ୟ ଯୁଗ, 3ରେ ଅନୁବାଦ ବା ଉପନ୍ୟାସ ଯୁଗ। ପୌରାଣିକ ଯୁଗର ଶାରଳା ଦାସଙ୍କ ଠାରୁ ଉପେନ୍ଦ୍ର ଭଞ୍ଜଙ୍କ ପର୍ଯ୍ୟନ୍ତ କବିମାନଙ୍କର ସାହିତ୍ୟ ସାଧନକୁ ସେ ଅନ୍ତର୍ଭୁକ୍ତ କରିଛନ୍ତି। କାବ୍ୟ ଯୁଗ ଭାବରେ ଉପେନ୍ଦ୍ର ଭଞ୍ଜଙ୍କ ଠାରୁ ରାଧାନାଥ ରାୟଙ୍କ ପର୍ଯ୍ୟନ୍ତ ଏବଂ ଅନୁବାଦ ଉପନ୍ୟାସର ଯୁଗ ଭାବେ ରାଧାନାଥଙ୍କ ଠାରୁ ତତ୍ପରବର୍ତ୍ତୀ ସମୟର ସାହିତ୍ୟିକ ପରଶରକୁ ସେ ଗ୍ରହଣ କରିଛନ୍ତି। 11. 1928ରେ ପଣ୍ଡିତ ବିନାୟକ ମିଶ୍ର ତାଙ୍କର ଓଡ଼ିଆ ସାହିତ୍ୟର ଇତିହାସ ଗ୍ରନ୍ଥର ଶତାବ୍ଦୀକୁ ଆଧାର କରି ଓଡ଼ିଆ ସାହିତ୍ୟର ବିଚାର କରିଛନ୍ତି। ଓଡ଼ିଆ ସାହିତ୍ୟର ଗତିଧାରାକୁ 9ଟି ସୋପାନରେ ବିଭକ୍ତ କରି ସେ ସମଗ୍ର ଓଡ଼ିଆ ସାହିତ୍ୟର ଉତ୍ପତ୍ତି, ବିକାଶ ଓ ପ୍ରକାଶନର କଳନା କରିବା ସହିତ ବିଭିନ୍ନ କାଳର ସାହିତ୍ୟର ଭିନ୍ନ ଭିନ୍ନ ରୂପ ପ୍ରତିଫଳନ କିପରି କେତେ ପରିମାଣରେ ସାର୍ଥକ ହୋଇଛି ସେ ବିଷୟରେ ମଧ୍ୟ ପ୍ରସଙ୍ଗକ୍ରମେ ଆଲୋଚନା କରିଛନ୍ତି। ତାଙ୍କର ବିଭାଗୀକରଣ ଥିଲା ଏହିପରି: ପ୍ରଥମ ସୋପାନ ଓଡ଼ିଆ ସାହିତ୍ୟର ଉତ୍ପତ୍ତି କ୍ରମ, ଦ୍ୱିତୀୟ ସୋପାନ ପ୍ରାଚୀନ ଲୁପ୍ତ ଓଡ଼ିଆ ସାହିତ୍ୟ, ତୃତୀୟ ସୋପାନ ପଞ୍ଚଦଶ ଶତାବ୍ଦୀ, ଚତୁର୍ଥ ସୋପାନ ବୈଷ୍ଣବ ଧର୍ମର କଥା, ପଞ୍ଚମ ସୋପାନ ଷୋଡ଼ଶ ଶତାବ୍ଦୀ, ଷଷ୍ଠ ସୋପାନ ସପ୍ତଦଶ ଶତାବ୍ଦୀ, ସପ୍ତମ ସୋପାନ ଅଷ୍ଟାଦଶ ଶତାବ୍ଦୀ ପ୍ରଥମ ଭାଗ, ଅଷ୍ଟମ ସୋପାନ ଅଷ୍ଟାଦଶ ଶତାବ୍ଦୀ ଦ୍ୱିତୀୟ ଭାଗ, ନବମ ସୋପାନ ଊନବିଂଶ ଶତାବ୍ଦୀରେ ପ୍ରାଚୀନ ଯୁଗ। ପରେ ଅର୍ଥାତ୍ 1962ରେ ପ୍ରକାଶିତ ଓଡ଼ିଆ ସାହିତ୍ୟର ଇତିହାସର ପୁନଃପ୍ରକାଶିତ ଗ୍ରନ୍ଥରେ ସେ ଓଡ଼ିଆ ସାହିତ୍ୟର ବିଭାଗୀକରଣ ନିମ୍ନମତେ କରିଛନ୍ତି। ଯେପରି: କରେ ବ୍ରତ ଓ ଓଷା ସାହିତ୍ୟ କାହାଣୀ ଗଦ୍ୟର ଉତ୍ପତ୍ତି, ଖରେ ପୁରାଣ ସାହିତ୍ୟ, ଗରେ ଯୋଗାଚାର ସାହିତ୍ୟ, ଘରେ ପ୍ରେମ ଭକ୍ତିର ସାହିତ୍ୟ, ଊରେ ପ୍ରବନ୍ଧ ସାହିତ୍ୟ, ଚରେ ଓଡ଼ିଆ ଛାନ୍ଦ ଓ ବିବିଧ ସାହିତ୍ୟ। ତ ନେକ୍ସଟ ଭିଡ଼ିଓରେ ଦେଖିବା 12 ନମ୍ବର, ଯାହାକି ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାସଙ୍କ ନେକ୍ସଟ ଭିଡ଼ିଓରେ ଆଲୋଚନା କରିବା।